ঝারସୁগুড়া বিধানসভা নির্বাচন মণ্ডলীରେ ଧୀରେ ଧୀରେ ବଢ଼ୁଛି ବିଜେପିର ଶକ୍ତି ଏବଂ ବିଜେଡ଼ିର ଗଡ଼ କୁହାଯାଉଥିବା ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଗ୍ରାମାଞ୍ଚଳରେ ଦିନକୁ ଦିନ ସାଧାରଣ ଲୋକେ ଯୋଗ ଦେଉଛନ୍ତି ବିଜେପି ଦଳରେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବଲପୁର ଗସ୍ତ ଏବଂ ସେଠାରେ ଗ୍ୟାରେଣ୍ଟି ସମାବେଶ ପରେ ମୋଦି ଗ୍ୟାରେଣ୍ଟି ଉପରେ ଝାରସୁଗୁଡ଼ାର ଗ୍ରାମୀଣ ଲୋକମାନଙ୍କ ଭରସା ବଢ଼ିବାରେ ଲାଗିଛି। ଏହିପରି ଏକ ଘଟଣାକ୍ରମରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି କୁଲାବିରା ବ୍ଲକ ପୋଖରାସାଲେ ଗ୍ରାମ ପଞ୍ଚାୟତରୁ 100ରୁ ଊର୍ଦ୍ଧ୍ୱ ବିଜେଡ଼ି କର୍ମୀ ଯୋଗ ଦେଇଛନ୍ତି ବିଜେପିରେ। ସେହିପରି ଲଇକେରା ମଣ୍ଡଳର ମୁରାଦିପାଲି ଭୁଲିଆଡିହି ଗ୍ରାମର ତେଜରାଜ ଧୁରୁଆ ଲିମ୍ବ କିଷାନଙ୍କ ନେତୃତ୍ୱରେ ଲଇକେରା ଅଞ୍ଚଳରୁ ମଧ୍ୟ ଶତାଧିକ ବିଜେଡ଼ି କର୍ମୀ ବିଜେପି ଦଳରେ ଯୋଗ ଦେଇଛନ୍ତି। ଉଭୟ ମିଶ୍ରଣ ପର୍ବରେ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ, ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ଯୁବନେତା ଟଙ୍କଧର ତ୍ରିପାଠୀ, ଜିଲ୍ଲା ସଭାପତି ସୁନୀଲ ପଣ୍ଡା, କୋଲାବିରା ମଣ୍ଡଳ ସଭାପତି ରାଜେନ୍ଦ୍ର ଦାସ, ପ୍ରେମସେନ ରାୟ, ରାଜେନ୍ଦ୍ର ସା ପ୍ରମୁଖଙ୍କ ସହ ବହୁ ନେତୃବୃନ୍ଦ ଏହି ମିଶ୍ରଣ ପର୍ବଗୁଡ଼ିକରେ ଉପସ୍ଥିତ ଥିଲେ। जिंदाबाद जिंदाबाद